ଏ କୋଉ ପଶୁ ସବୁ ରୁହେ ଜାଣିଛ? କୋଉ ପଶୁ ରୁହେ କିଏ କହିପାରିବେ? ଜଣେ ଜଣେ କହିଲେ। ତମେ କହିଲ ସିଂହ। ଗୁଡ୍। ତମେ? ବାଘ, ହରିଣ, ଭାଲୁ, ଜିରାଫ, ତାପରେ ହାତୀ। ଗୁଡ୍। ଆଉ କୁକୁଡ଼ା। କୁକୁଡ଼ା ହେଲା ବଣ କୁକୁଡ଼ା। ତମେ? ବୁଢା। ତମେ? ବାଘ। ତମେ? ହାତୀ। ତମେ? ଚିତା। ବିଲୁଆ। ଗୁଡ୍। ତାହେଲେ ଜଙ୍ଗଲ ଦେଖିଛ ସମସ୍ତେ? ସମସ୍ତେ ଦେଖିଛ? ଆଚ୍ଛା, ଜଙ୍ଗଲରେ ଗଛ ଦେଖିଛ? ଜଙ୍ଗଲରେ ଏଇ ସବୁ ଜୀବଜନ୍ତୁ ମାନେ ରୁହନ୍ତି। କୋଉଠି ରୁହନ୍ତି? ଜଙ୍ଗଲରେ ସବୁ ଗଛ ମାନଙ୍କ ପାଖରେ ଯୋଉ ଗୁମ୍ଫା ଥାଏ ସେ ଗୁମ୍ଫା ଭିତରେ ରୁହନ୍ତି। ଆଚ୍ଛା, ମୋ ପାଖରେ ବର୍ତ୍ତମାନ କେତେ ଗୁଡା ପଶୁର ଛବି ଅଛି। ଆମେ ବର୍ତ୍ତମାନ ସବୁ ଗୋଟେ ଗୋଟେ ଛବିକୁ ଚିହ୍ନିବା। ଯୋଉ ଜୀବଜନ୍ତୁ ମାନଙ୍କ ନାମ ତମେ ସବୁ କହିଲ, ମୁଁ ବର୍ତ୍ତମାନ ତମମାନଙ୍କୁ ଗୋଟେ ଗୋଟେ ଚିତ୍ର ଦେଖେଇବି। ଯିଏ ଜାଣିଥିବ ଜଣେ ଜଣେ କହିବ। କହିବ ତ? ଆଚ୍ଛା, ଏଇଟା କଣ? ହାତୀ। ହାତୀ କିଏ କହିଥିଲା? ହାତ ଦେଖିଲ? ହାତୀ କିଏ କହିଥିଲା? ତମେ କହିଥିଲ ହାତୀ ନା? ଆଉ ଜଣେ କିଏ କହିଥିଲା ହାତୀ? ତମେ କହିଥିଲ ହାତୀ? ହାତୀ ତମେ କହିଥିଲ? ଗୁଡ୍। ହାତୀ ଦେଖିଲ? ଆଚ୍ଛା, ଏଇଟା କଣ କହିଲ? ମଇଁଷି ନୁହଁ, ଗୟଳ ବା ଗଣ୍ଡା। ଏଇଟା ଗୋଟେ ଦେଖିଲ? ଆଚ୍ଛା, ତାପରେ ଏଇଟା କିଏ? ସିଂହ। ସିଂହ। ଏ ବଣରେ ୟାକୁ କଣ କୁହାଯାଏ? ବଣର ରାଜା କିଏ? ସିଂହ। ତାକୁ ଦେଖିଲେ ଡର ଲାଗେ? ସିଂହ ଦେଖିଛ କେବେ? ଦେଖିନ? କେହି ବି ଦେଖିନ? ଏଇଟା ବାଘ। ବାଘ ଦେଖିଛ? କୋଉଠି ଦେଖିଛ? ଟିଭିରେ ଦେଖିଛ ବାଘ? ଟିଭିରେ ଦେଖିଛ ତ? ଗୁଡ୍। ଏଇଟା କଣ? ଘୋଡା ନୁହଁ, ଏଟା ଜେବ୍ରା। ଗୁଡ୍। ଜେବ୍ରା। ଆଚ୍ଛା, ଏଇଟା କଣ? ହରିଣ ନୁହଁ, ଏଟା ଏଟା କଣ? ମଇଁଷି। ଏଟା ବାଘ। ଆଉ ଗୋଟେ ବାଘ ଆସିଲା, ଚିତା। ଏଟା ଘୋଡା। ଆଚ୍ଛା, ଏଟା ଘୋଡା। ଏଟା ହଉଛି ଓଟ। ଏଟା ଛେଳି। ଏଟା ଜିରାଫ। ଏଟା ବିଲୁଆ। ବିଲୁଆ ନୁହଁ, ଗାଈ।